ପିଲାମାନେ, ନୂତନ ବର୍ଷର ପ୍ରଥମ କିଶୋର ଚକ୍ର କାର୍ଯ୍ୟକ୍ରମକୁ ତମମାନଙ୍କୁ ସ୍ୱାଗତ। ପିଲେ, ଆଶା କରୁଛି ନୂଆ ବର୍ଷଟି ତମମାନଙ୍କର ଭଲରେ ଭଲରେ କଟିଥିବ। ହଁ, ନୂଆ ବର୍ଷ ମନରେ କେତେ ନୂଆ ଆଶା, ନା କ'ଣ? ଠାକୁର ତମର ସବୁ ଆଶା ପୂରଣ କରନ୍ତୁ। ହଉ ପିଲେ, ତମେ ସବୁ ଏବେଠାରୁ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହୁଅ। ବାହାର ଖାଦ୍ୟ ପ୍ରତି ମନରେ ଇଚ୍ଛା ନ ରଖି ସବୁବେଳେ ଘରେ ରନ୍ଧା ହେଇଥିବା ଖାଦ୍ୟ ଖାଅ। ବାହାର ଖାଦ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଆଉ ତମେମାନେ ତ ଜାଣ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ସେଥିପାଇଁ ନିଜ ଶରୀରକୁ ନିରୋଗ ରଖିବାକୁ ହେଲେ ତମମାନଙ୍କୁ ତାଜା ଫଳ, ସବୁଜ ପନିପରିବା ସହ ସୁଷମ ଖାଦ୍ୟ ଖାଇବାକୁ ପଡ଼ିବ। ଏହାଛଡ଼ା ପ୍ରତିଦିନ ବ୍ୟାୟାମ, ପ୍ରାଣାୟାମ ଏବଂ ଯୋଗ କରିବା ନିହାତି ଆବଶ୍ୟକ। ହଉ ପିଲେ, କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଭଜନଟିଏ। ଗାଇଛନ୍ତି ଚୌଧୁରୀ ଉଦୟ କ୍ରିଷ୍ଣା। ଗୀତଟିକୁ ତମମାନଙ୍କ ପାଇଁ ଲେଖିଛନ୍ତି ସୁଜାତା ମହାନ୍ତି। ମାମା ବୋଲି କେତେ ମୁଁ ଡାକିଲି, ତୁମେ ତ ଶୁଣିଲ ନାହିଁ। ମାମା ବୋଲି କେତେ ମୁଁ ଡାକିଲି, ତୁମେ ତ ଶୁଣିଲ ନାହିଁ। ହାତ ଫୁଲ ମୋର ହାତରେ ଶୁଖିଲା, ହାତ ଫୁଲ ମୋର ହାତରେ ଶୁଖିଲା। ଅଞ୍ଜଳି ଦେବି କାହିଁ ମାଲୋ, ଅଞ୍ଜଳି ଦେବି କାହିଁ। ମାମା ବୋଲି କେତେ ମୁଁ ଡାକିଲି, ତୁମେ ତ ଶୁଣିଲ ନାହିଁ। ନାହିଁ ଜ୍ଞାନ ମୋର, ମୁଁ ଅବୋଧ ଶିଶୁ, ବଡ଼ ହେବି ଦିନେ ତୁମରି ଆଶିଷୁ। ନାହିଁ ଜ୍ଞାନ ମୋର, ମୁଁ ଅବୋଧ ଶିଶୁ, ବଡ଼ ହେବି ଦିନେ ତୁମରି ଆଶିଷୁ। ମୋ ଜୀବନ ପଥେ ତୁମେ ହିଁ ଭରସା, ମୋ ଜୀବନ ପଥେ ତୁମେ ହିଁ ଭରସା। ଆଉ ମୋର ସାହା କାହିଁ ମାଲୋ, ଆଉ ମୋର ସାହା କାହିଁ। ମାମା ବୋଲି କେତେ ମୁଁ ଡାକିଲି, ତୁମେ ତ
ଶୁଣିଲ ନାହିଁ। ଜାଣେ ନା ମୁଁ ପୂଜା ନୀତି ଉପଚାର, ବାସୁକୁସୁମ ମୋ ପ୍ରତି ଉପହାର। ଜାଣେ ନା ମୁଁ ପୂଜା ନୀତି ଉପଚାର, ବାସୁକୁସୁମ ମୋ ପ୍ରତି ଉପହାର। କୁନି ଆଖି ଲୁହ ନିଗାଡୁଛି ବସି, କୁନି ଆଖି ଲୁହ ନିଗାଡୁଛି ବସି, ତୁମ ଆରାଧନା ପାଇଁ ମାଲୋ, ତୁମ ଆରାଧନା ପାଇଁ। ମାମା ବୋଲି କେତେ ମୁଁ ଡାକିଲି, ତୁମେ ତ ଶୁଣିଲ ନାହିଁ। ମାଲୋ ତୁମେ ତ ଶୁଣିଲ ନାହିଁ। ମାଲୋ ତୁମେ ତ ଶୁଣିଲ ନାହିଁ। ପିଲାଏ, ପ୍ଲୁଟୋ ସୌରଜଗତର ସବୁଠାରୁ ଦୂରବର୍ତ୍ତୀ ଗ୍ରହ ଭାବରେ ଜଣାଶୁଣା ଥିଲା। ଏହାକୁ ନବମ ଗ୍ରହ ଭାବରେ ଗ୍ରହଣ କରାଯାଇଥିଲା। ଏହି ଗ୍ରହ ସୂର୍ଯ୍ୟଠାରୁ ବହୁତ ଦୂରରେ ଅବସ୍ଥିତ ଥିବାରୁ ସେଠାରେ ବହୁତ ଶୀତ ଆଉ ଅନ୍ଧକାର ରହେ। ଏହି ଗ୍ରହର ଆକାର ଅନ୍ୟ ଗ୍ରହମାନଙ୍କ ତୁଳନାରେ ବହୁତ ଛୋଟ। ହେଲେ 2006 ମସିହାରେ ଅନ୍ତର୍ଜାତୀୟ ଖଗୋଳ ବୈଜ୍ଞାନିକ ସଂଘ ଏହି ଗ୍ରହକୁ ବାମନ ଗ୍ରହ ଘୋଷଣା କରିଥିଲା। ହଁ ପିଲେ, ଏବେ ଏହି ଗ୍ରହ ବିଲୁପ୍ତ ଗ୍ରହ ଭାବରେ ପରିଚିତ। ଆଜି ବିଜ୍ଞାନ ବାର୍ତ୍ତାରେ ବିଲୁପ୍ତ ଗ୍ରହ ପ୍ଲୁଟୋ ବିଷୟରେ ଜାଣିବା। ତମମାନଙ୍କ ପାଇଁ କହିଛନ୍ତି ଶରତ ଚନ୍ଦ୍ର ମିଶ୍ର। ଆସ ଶୁଣିବା। ପିଲାଏ, ଆମେ ଆଜି ଆମର ସେଇ ପ୍ଲୁଟୋ ଗ୍ରହ ବିଷୟରେ କିଛି ଜାଣିବା। ସେଦିନର ପ୍ଲୁଟୋ ଗ୍ରହ ଆଜି ଆଉ ଗ୍ରହ ହିଁ ନାହିଁ, ଏହା ଏକ ବାମନ ଗ୍ରହ ହୋଇଯାଇଛି। ସୁଦୂର ଅତୀତର ସେହି ମହାନ ଜ୍ୟୋତିର୍ବିଜ୍ଞାନୀଗଣଙ୍କର ବଦ୍ଧମୂଳ ଧାରଣା ଥିଲା ଯେ ପୃଥିବୀ ସ୍ଥିର, ସୂର୍ଯ୍ୟ ଏବଂ ଚନ୍ଦ୍ର ହେଉଛନ୍ତି ଗତିଶୀଳ। ସେହି ପ୍ରାଚୀନ ଭାରତୀୟ ଜ୍ୟୋତିର୍ବିଜ୍ଞାନୀଗଣ ନବଗ୍ରହର ପରିକଳ୍ପନା ମଧ୍ୟ କରିଥିଲେ। ସେମାନଙ୍କ ମତରେ ସେହି ନବଗ୍ରହ ହେଉଛନ୍ତି ସୂର୍ଯ୍ୟ, ଚନ୍ଦ୍ର, ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ରାହୁ ଏବଂ କେତୁ। ହେଲେ ସୂର୍ଯ୍ୟ ଏକ ନକ୍ଷତ୍ର ଏବଂ ଚନ୍ଦ୍ର ଏକ ଉପଗ୍ରହ। ପୁଣି ରାହୁ ଏବଂ କେତୁ ହେଉଛନ୍ତି ଚନ୍ଦ୍ରର ଗତିପଥରେ ଦୁଇଟି କାଳ୍ପନିକ ବିନ୍ଦୁ। ସେ ସମୟରେ ଗ୍ରୀସର ଜ୍ୟୋତିର୍ବିଜ୍ଞାନୀଗଣ ଭାରତୀୟ ଗଣନାକାରକମାନଙ୍କର ଉକ୍ତିକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରିଥିଲେ। ତେବେ ଆଧୁନିକ ଜ୍ୟୋତିର୍ବିଜ୍ଞାନୀଗଣ 1840 ମସିହା ପୂର୍ବରୁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ କି ଯେ ସୂର୍ଯ୍ୟ କେନ୍ଦ୍ର କରି 7ଟି ଗ୍ରହ ପରିକ୍ରମଣ କରୁଛନ୍ତି। ସେମାନେ ହେଲେ ପୃଥିବୀ, ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି ଏବଂ ୟୁରାନ୍ସ। ଫରାସୀ ଗଣିତଜ୍ଞ ଆର୍ବେନ୍ ଲି ଭେରିୟାର ଗବେଷଣା ଏବଂ ଗଣନା ଦ୍ୱାରା 1870 ମସିହାରେ ଜାଣିବାକୁ ପାଇଲେ ଯେ ୟୁରାନ୍ସର କକ୍ଷପଥରେ କୌଣସି ଜାଗତିକ ବସ୍ତୁର ପ୍ରଭାବ ପଡ଼ୁଥିବାର ସେ ଲକ୍ଷ୍ୟ କଲେ। ସେହି ନୂତନ ବସ୍ତୁଟିର ଗ୍ରହମାନଙ୍କ ପରି ସମସ୍ତ ଗୁଣ ଥିବାରୁ ତାହାକୁ ଅଷ୍ଟମ ଗ୍ରହର ମାନ୍ୟତା ଦିଆଗଲା। ସେହି ନୂତନ ଗ୍ରହଟିର ନାମ ରଖାଗଲା ନେପଚୁନ୍। ସେତେବେଳେ ଗବେଷକଗଣ ମଧ୍ୟ ଅନୁମାନ କରୁଥିଲେ ଯେ ୟୁରେନ୍ସ କକ୍ଷପଥରେ ଅନ୍ୟ ଏକ ଜାଗତିକ ବସ୍ତୁର ପ୍ରଭାବ ମଧ୍ୟ ରହୁଛି। ଆମେରିକାର ପ୍ରଖ୍ୟାତ ଗଣିତଜ୍ଞ ପାର୍ସିଭେଲ୍ ଲୋୟାଲ୍ 1906 ମସିହାରେ ସମ୍ଭାବ୍ୟ ନବଗ୍ରହର ଅନ୍ୱେଷଣ ନିମନ୍ତେ ଏକ ପରିଯୋଜନା ଆରମ୍ଭ କଲେ। ଗବେଷଣାର 8-9 ବର୍ଷ ପରେ ଏହି ଗବେଷଣାର ଏକ ବିବାଦୀୟ ପରିସ୍ଥିତି ଉପୁଜିବାରୁ ଆଇନଗତ ପଦକ୍ଷେପ ମଧ୍ୟରେ ଏହି ପ୍ରୋଜେକ୍ଟକୁ ବନ୍ଦ କରି ଦିଆଗଲା। ପୁନର୍ବାର 1929 ମସିହାରେ ଆମେରିକାର ମହାକାଶ ବିଜ୍ଞାନୀ କ୍ଲାଇଡ୍ ଟମ୍ବୋଗ୍
ତତ୍ତ୍ୱାବଧାନେ ପୁଣି ନବମ ଗ୍ରହର ଅନ୍ୱେଷଣ କାର୍ଯ୍ୟ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଗଲା। ଗବେଷକଙ୍କର କଠୋର ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଯୋଗୁଁ 1930 ମସିହା ଫେବୃଆରୀ ମାସ 18 ତାରିଖରେ ସେମାନେ ନବମ ଗ୍ରହ ଆବିଷ୍କାର କଲେ ଏବଂ ତାର ନାମ ରଖାଗଲା ପ୍ଲୁଟୋ। ଏହି ଗ୍ରହଟି ଏକ ଅଣ୍ଡାକାର ପଥରେ 248 ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛି। ସୂର୍ଯ୍ୟଙ୍କଠାରୁ ଏହି ନୂତନ ଗ୍ରହ ପ୍ଲୁଟୋର ଦୂରତା 590 କୋଟି କିଲୋମିଟର। ଏହାର ଆବର୍ତ୍ତନ ସମୟ 6 ଦିନ 9 ଘଣ୍ଟା ବା 153 ଘଣ୍ଟା। ଏହାର ତାପମାତ୍ରା -240 ଡିଗ୍ରୀରୁ -218 ଡିଗ୍ରୀ ସେଣ୍ଟିଗ୍ରେଡ୍। ଅତଏବ ଏହି ନୂତନ ଗ୍ରହଟି ଏକ ବରଫ ପିଣ୍ଡ। ପରେ ଗବେଷଣାରେ ଜଣାପଡ଼ିଲା ଯେ ଏହାର 5ଟି ଉପଗ୍ରହ ମଧ୍ୟ ଅଛନ୍ତି। ଏବେ ସୂର୍ଯ୍ୟଙ୍କଠାରୁ ଦୂରତା ଅନୁସାରେ ଏହି 9ଟି ଗ୍ରହର ସ୍ଥାନ ହେଉଛି ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ, ନେପଚୁନ୍ ଏବଂ ପ୍ଲୁଟୋ। 2006 ମସିହା ଏକ ଯୁଗାନ୍ତକାରୀ ସମୟ ସମସ୍ତଙ୍କ ପାଇଁ। ଅଗଷ୍ଟ ମାସର ପାରାଗୁଏଠାରେ ବିଶ୍ୱର ପ୍ରାୟ 2500ରୁ ଅଧିକ ବିଜ୍ଞ, ଜ୍ଞାନୀ ତଥା ପ୍ରବୀଣ ଜ୍ୟୋତିର୍ବିଜ୍ଞାନୀ, ମହାକାଶ ବିଜ୍ଞାନୀ ଏବଂ ଖଗୋଳ ବିଜ୍ଞାନୀଙ୍କୁ ନେଇ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସଂଘ ବା IAQର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ପୁଙ୍ଖାନୁପୁଙ୍ଖ ଆଲୋଚନା, ପର୍ଯ୍ୟାଲୋଚନା ଏବଂ ଅନୁଶୀଳନ ପରେ ଗ୍ରହର ସଂଜ୍ଞା ନିରୂପଣ କରାଗଲା। ସମସ୍ତଙ୍କ ସହମତିରେ ସର୍ବସମ୍ମତ ଗୃହୀତ ହେଲା ଏହି ସଂଜ୍ଞାଗୁଡ଼ିକ। ତାହା ହେଉଛି 1ରେ ଏକ ନିର୍ଦ୍ଦିଷ୍ଟ କକ୍ଷପଥରେ ସୂର୍ଯ୍ୟଙ୍କୁ ତାହା ପରିକ୍ରମଣ କରୁଥିବ। 2. ଏହାର ଆକାର ଯଥେଷ୍ଟ ବଡ଼ ହୋଇଥିବ ଏବଂ ଘୂର୍ଣ୍ଣନ ଯୋଗୁଁ ଏହାର ଆକାର ପ୍ରାୟତଃ ଗୋଲ ହେଉଥିବ। 3. ଅନ୍ୟ ଗ୍ରହମାନଙ୍କର କକ୍ଷପଥଠାରୁ ଏହାର କକ୍ଷପଥ ସ୍ୱତନ୍ତ୍ର ଏବଂ ଭିନ୍ନ ହୋଇଥିବ। ପ୍ଲୁଟୋ ଗ୍ରହଟି ନିର୍ଦ୍ଧାରିତ ପ୍ରଥମ ଏବଂ ଦ୍ୱିତୀୟ ସଂଜ୍ଞାକୁ ପୂରଣ କରୁଥିଲା ବେଳେ ତୃତୀୟ ସଂଜ୍ଞାକୁ ପୂରଣ କରିବାରେ ଅକ୍ଷମ ହୋଇଥିଲା। ତେଣୁ ଏହି ଆଧାରରେ ପ୍ଲୁଟୋ ଗ୍ରହକୁ ନବଗ୍ରହ ତାଲିକାରୁ ବାଦ ଦିଆଗଲା। ଅତଏବ ପ୍ଲୁଟୋ ଗ୍ରହଟି ନିଜର ପୂର୍ବ ଗ୍ରହ ମାନ୍ୟତା ହରାଇ ବସିଲା, କାରଣ ଏହାର କକ୍ଷପଥଟି ନେପଚୁନ୍ ଗ୍ରହର କକ୍ଷପଥ ଉପରେ ପଡ଼ିଯାଉଛି। ଏଣୁ ଏହାକୁ ଗ୍ରହ ତାଲିକାରୁ ବାଦ ଦେଇ ଅନ୍ୟ ଏକ ଶ୍ରେଣୀଭୁକ୍ତ ବା ବାମନ ଗ୍ରହ ତାଲିକାରେ ଅନ୍ତର୍ଭୁକ୍ତ କରାଗଲା। ଏହି ବାମନ ଗ୍ରହକୁ ଡ୍ୱାର୍ଫ ପ୍ଲାନେଟ୍ ମଧ୍ୟ କୁହାଯାଏ। ଏବେ ଆସ ଜାଣିବା ସେ ବାମନ ଗ୍ରହର ସଂଜ୍ଞା କ'ଣ। 1. ଏହା ଏକ ନିର୍ଦ୍ଦିଷ୍ଟ କକ୍ଷପଥରେ ସୂର୍ଯ୍ୟକୁ ପରିକ୍ରମଣ କରୁଥିବ। 2. ଏହାର ଆକାର ଯଥେଷ୍ଟ ବଡ଼ ହୋଇଥିବ ଏବଂ ଅଧିକ ବସ୍ତୁତ୍ୱ ସମ୍ପନ୍ନ ମଧ୍ୟ ହେଇଥିବ, ଯାହାଫଳରେ କି ସେ ନିଜର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ରିଜିଡ୍ ବଡି ଫୋର୍ସେସକୁ ଅତିକ୍ରମ କରି ହାଇଡ୍ରୋଷ୍ଟାଟିକ୍ ସନ୍ତୁଳନ ରକ୍ଷା କରିପାରୁଥିବ। ଏହାର ଆକାର ଗୋଲାକାର ନହେଲେ ବି ଗୋଲାକାରର ପାଖାପାଖି ହେଇଥିବ। 3. ଏହା ନିଜର କକ୍ଷପଥରେ ପରିକ୍ରମଣ କଲେ ମଧ୍ୟ ଅନ୍ୟ ଗ୍ରହର କକ୍ଷପଥରୁ ମୁକ୍ତ ହୋଇନଥିବ, ଅର୍ଥାତ୍ ଗୋଟିଏ ଗ୍ରହ ସର୍ବଦା ଅର୍ବିଟାଲ ନେବରହୁଡ୍ରୁ ମୁକ୍ତ ରହିବା ନିତାନ୍ତ ଜରୁରୀ। 4. ଏହା କୌଣସି ଗ୍ରହ ବା ଅଣନାକ୍ଷତ୍ରିକ ପିଣ୍ଡର ଉପଗ୍ରହ ହୋଇନଥିବ। ଏହିସବୁ ଦୃଷ୍ଟିକୋଣରୁ ଅନୁଶୀଳନ କଲେ ପ୍ରମାଣିତ ହୁଏ ଯେ ପ୍ଲୁଟୋ ଏକ ବାମନ ଗ୍ରହ, ମାତ୍ର ଗ୍ରହ ନୁହେଁ। କିନ୍ତୁ 1930 ମସିହା ଫେବୃଆରୀ ମାସ 18 ତାରିଖରେ ଜ୍ୟୋତିର୍ବିଜ୍ଞାନୀ ସି ଟମ୍ବଙ୍କ ଦ୍ୱାରା ଆବିଷ୍କୃତ ପ୍ଲୁଟୋ ଗ୍ରହଟି ଦୀର୍ଘ 76 ବର୍ଷ ଧରି ଗ୍ରହ ତାଲିକାରେ ଥିଲା। ବିଶ୍ୱବାସୀ ପ୍ଲୁଟୋକୁ ସୌରଜଗତର ନବମ ଗ୍ରହ ଭାବରେ ଗ୍ରହଣ କରି ନେଇଥିଲେ। ମାତ୍ର 2006 ମସିହାରେ ଅନୁଷ୍ଠିତ ସେହି ଆନ୍ତର୍ଜାତିକ ଜ୍ୟୋତିର୍ବିଜ୍ଞାନୀ ସଂଘର ନିଷ୍ପତ୍ତି କ୍ରମେ ପ୍ଲୁଟୋ ଗ୍ରହ ପାଇଁ ଅଡ଼ୁଆ ସୃଷ୍ଟି ହେଲା। ଏହି ସମ୍ମିଳନୀରେ ପ୍ଲୁଟୋ ଗ୍ରହ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା, ବିଭିନ୍ନ ଦୃଷ୍ଟିକୋଣରୁ ପର୍ଯ୍ୟାଲୋଚନା ଏବଂ ଗଭୀର ଅନୁଶୀଳନ ପରେ ତାହାକୁ ଗ୍ରହ ତାଲିକାରୁ ବାଦ ଦିଆଗଲା। ଏହାକୁ ବାମନ ଗ୍ରହ ମଧ୍ୟରେ ରାଜା ବୋଲି କୁହାଯାଏ। ବର୍ତ୍ତମାନ ବାମନ ଗ୍ରହ ତାଲିକାରେ ମାତ୍ର 5ଟି ବାମନ ଗ୍ରହଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ସେରିସ୍, ପ୍ଲୁଟୋ, ହାଉମିଆ, ମେକମେକ୍ ଏବଂ ଏରିସ୍। ସୌରଜଗତରେ ଗ୍ରହ, ବାମନ ଗ୍ରହ, ଉପଗ୍ରହ, ଉପବାମନ ଗ୍ରହକୁ ବାଦ ଦେଲେ ଯେଉଁମାନେ ରହିଲେ ସେମାନେ ସମସ୍ତେ କ୍ଷୁଦ୍ରପିଣ୍ଡ। ଏବେ ଏହି ସୌରମଣ୍ଡଳରେ ସେଦ୍କା, ଭିଷ୍ଟା, ପାଲୁସ୍, କେରେନ୍, ଓର୍କସ୍, ଭରଡା ଏବଂ ଓର୍କମ୍ ପରି ଅନେକ ପିଣ୍ଡ ଅଛନ୍ତି। ଏମାନଙ୍କ ସମସ୍ତ ଗୁଣ ଓ ଧର୍ମକୁ ସମ୍ପୂର୍ଣ୍ଣ ରୂପେ ପରୀକ୍ଷା ନିରୀକ୍ଷା ବିଶ୍ଳେଷଣ ପରେ
ସେମାନଙ୍କ ମଧ୍ୟରୁ କିଛି ହୁଏତ ବାମନ ଗ୍ରହର ମାନ୍ୟତା ପାଇପାରନ୍ତି। ତେବେ ଆମେ ସେହି ଆଗାମୀ ଦିନର ସର୍ବସମ୍ମତ ସିଦ୍ଧାନ୍ତକୁ ହିଁ କେବଳ ପ୍ରତୀକ୍ଷା କରିପାରିବା। ପିଲେ, ନୂଆ ବୋହୂଟିଏ ଘରକୁ ଆସିଲେ ଘର ଲୋକ ସମସ୍ତେ ଖୁସି ହୁଅନ୍ତି। ଆଉ ନୂଆ ବୋହୂଟି ବି ଲାଜରେ ମୁରୁକି ମୁରୁକି ହସୁଥାଏ। ମଥାରେ ତାର ଓଢ଼ଣା ଟାଣି ନଈ ନଈ ଚାଲୁଥାଏ। ବାବାଜୀ ଚରଣ ଜେନାଙ୍କ ରଚନାରୁ ଶୁଣିବା ପଲ୍ଲୀ ଗୀତଟିଏ ଗାଇଛନ୍ତି ଚୌଧୁରୀ ଉଦୟ କ୍ରିଷ୍ଣା। ନୂଆ ନୂଆ ଯେବେ ଆସିଥିଲ ଘରେ ମଥାରେ ଓଢ଼ଣି ଦେ। ନୂଆ ନୂଆ ଯେବେ ଆସିଥିଲ ଘରେ ମଥାରେ ଓଢ଼ଣି ଦେ। ପାଦ ଗଣି ଗଣି ଚାଲୁଥିଲ ତମେ, ପାଦ ଗଣି ଗଣି ଚାଲୁଥିଲ ତମେ, ଅଗଣାରେ ନଈ ନଈ ମଥାରେ ଓଢ଼ଣି ଦେ, ମଥାରେ ଓଢ଼ଣି ଦେ। ନୂଆ ନୂଆ ଯେବେ ଆସିଥିଲ ଘରେ ମଥାରେ ଓଢ଼ଣି ଦେ। ସକାଳୁ ସକାଳୁ କେହି ନ ଉଠୁଣୁ ସାରୁଥିଲ ବାସି କାମ, କାମ ସାରି ଦେଇ ଗାଧେଇ ପାଧେଇ ଜପୁଥିଲ ହରି ନାମ। ସକାଳୁ ସକାଳୁ କେହି ନ ଉଠୁଣୁ ସାରୁଥିଲ ବାସି କାମ, କାମ ସାରି ଦେଇ ଗାଧେଇ ପାଧେଇ ଜପୁଥିଲ ହରି ନାମ। ଶାଶୁ ଶ୍ୱଶୁରଙ୍କୁ ଓଳିଗି ହୋଇକି, ଶାଶୁ ଶ୍ୱଶୁରଙ୍କୁ ଓଳିଗି ହୋଇକି ଯାଉଥିଲ ପାଦ ଛୁଇଁ, ମତେ ଟିକେ ଚାହିଁ ଦେ, ମତେ ଟିକେ ଚାହିଁ ଦେ। ନୂଆ ନୂଆ ଯେବେ ଆସିଥିଲ ଘରେ ମଥାରେ ଓଢ଼ଣି ଦେ। ଡାକିଦେଲେ ତମେ ଦୂରେଇ ଯାଇକି କହୁଥିଲ ଥିରି ଥିରି, ରସିକିଆ କଥା ଛାଡ଼ି ଦିଅ ଏବେ ଲାଜ କି ଗଲଣି ଭୁଲି। ଡାକିଦେଲେ ତମେ ଦୂରେଇ ଯାଇକି କହୁଥିଲ ଥିରି ଥିରି, ରସିକିଆ କଥା ଛାଡ଼ି ଦିଅ ଏବେ ଲାଜ କି ଗଲଣି ଭୁଲି। ଦେଖିଦେବ ଯଦି ଗେହ୍ଲେଇ ନଣନ୍ଦ, ଦେଖିଦେବ ଯଦି ଗେହ୍ଲେଇ ନଣନ୍ଦ, ଟାପରା କରିବ ଯାଇ, ଭାରି ଖର ଖରି ସେ କିଛି ତ ମାନିବ ନାହିଁ। ନୂଆ ନୂଆ ଯେବେ ଆସିଥିଲ ଘରେ ମଥାରେ ଓଢ଼ଣି ଦେ, ମଥାରେ ଓଢ଼ଣି ଦେ, ମଥାରେ ଓଢ଼ଣି ଦେ। ଜାଣିଛ ପିଲେ, ସେ ସଂସ୍କୃତ ମହାଭାରତକୁ ଓଡ଼ିଆ ଭାଷାରେ ସରଳ ଓ ସୁବୋଧ ଭାବରେ ରଚନା କରିଥିଲେ, ଯାହାଫଳରେ ସମସ୍ତେ ମହାଭାରତର କଥା ଅତି ସରଳ ଭାବରେ ବୁଝିପାରିଥିଲେ। ହଁ ପିଲେ, ଓଡ଼ିଆ ମହାଭାରତର ରଚନା କରି ବହୁ ଖ୍ୟାତି ଅର୍ଜନ କରିଥିଲେ ଓଡ଼ିଆ ସାହିତ୍ୟର ପ୍ରଥମ ମହାକବି ଆଦିକବି ସାରଳା ଦାସ। ଚଣ୍ଡୀ ପୁରାଣ ଓ ବିଲଙ୍କା ରାମାୟଣ ମଧ୍ୟ ତାଙ୍କର ଅନ୍ୟାନ୍ୟ ପ୍ରସିଦ୍ଧ କୃତି। ଆସ ପିଲେ, ଆଜି ଜାଣିବା କଥାରେ ଶୁଣିବା ଆଦିକବି ସାରଳା ଦାସଙ୍କ ବିଷୟରେ।
ତମମାନଙ୍କ ପାଇଁ କହିଛନ୍ତି ସୁରେନ୍ଦ୍ରନାଥ ତ୍ରିପାଠୀ। ଆମ ଓଡ଼ିଆ ଭାଷାରେ ପ୍ରଥମ କବି ଭାବରେ ଯିଏ କବିତା ଲେଖିଥିଲେ ସେ ହେଉଛନ୍ତି ଆଦିକବି ସାରଳା ଦାସ। ସେହି ସମୟରେ ସାଧାରଣ ଲୋକ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁଥିଲେ। ସେତେବେଳେ ଆଜିକାଲି ପରି କାଗଜ କଲମ କି ବହିପତ୍ର କିଛି ବି ନଥିଲା। ଓଡ଼ିଆ ଭାଷା ଓ ସାହିତ୍ୟରେ ଲିଖିତ ରୂପ ବି ନଥିଲା। ସେତେବେଳେ କ'ଣ କେହି ଜାଣିଥିଲେ ଏଇ ଓଡ଼ିଆ ପୁଅ ସ୍ୱର୍ଗଦୂତ ପରି ଆସି ଓଡ଼ିଆ ସାହିତ୍ୟରେ ମୂଳଦୁଆ ପକାଇବେ ବୋଲି? ତାଙ୍କରି ପାଖରୁ ଓଡ଼ିଆ ଭାଷାର ଲିଖିତ ରୂପର କାବ୍ୟ କବିତାମାନ ଆରମ୍ଭ ହେବାରୁ ସେ ଆଦିକବି ଭାବରେ ପରିଚିତ ହେଲେ। ସେତେବେଳେ କେବଳ ଆମ ରାଜ୍ୟରେ ନୁହେଁ, ସମଗ୍ର ଭାରତବର୍ଷରେ ସଂସ୍କୃତ ଭାଷାର ପ୍ରାଧାନ୍ୟ ଥିଲା। ସେ ଆଧୁନିକ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ନିକଟ ସାରଳ ଗ୍ରାମର କାଳିନାଗଠାରେ ଆଜିକି 800 ବର୍ଷ ତଳେ ଗୋଟିଏ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଜାଣିଛ ପିଲାମାନେ, ତାଙ୍କ ପରିବାର ମା ସାରଳା ଦେବୀଙ୍କର ସେବକ ଥିଲେ। ସିଦ୍ଧେଶ୍ୱର ମହାଦେବଙ୍କ ଆଶୀର୍ବାଦରୁ ତାଙ୍କର ଜନ୍ମ ହୋଇଥିବାରୁ ତାଙ୍କ ନାମ ପିତାମାତା ସିଦ୍ଧେଶ୍ୱର ରଖିଥିଲେ। ସେ 1500 ଶତାବ୍ଦୀରେ ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ଲେଖାଲେଖି କରୁଥିଲେ। ସେ 1500 ଶତାବ୍ଦୀରେ ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ଲେଖାଲେଖି କରୁଥିଲେ। କବି କୌଣସି ସ୍ଥାନରେ ତାଙ୍କ ଜନ୍ମଦିନ ଓ ବଂଶ ପରିଚୟ ଆଦି ବିଷୟରେ ବିଶେଷ କିଛି ଲେଖିନାହାନ୍ତି। ସାରଳା ଦାସ ଦିନେ ନଦୀରୁ ଜମିକୁ ପାଣି ବୋହୁଥିବା ବେଳେ ତାଙ୍କ କଷ୍ଟକୁ କମ୍ କରିବାକୁ ଯାଇ ଗୀତ ବୋଲୁଥିଲେ। ସେତେବେଳେ ସେଇ ବାଟ ଦେଇ ମା ସାରଳା ଠାକୁରାଣୀ ବୁଲି ଯାଉଥିବାର ଦେଖି ସେ ଗୀତ ବନ୍ଦ କରିଦେଲେ। ମା ବୁଲି ସାରି ଫେରିବା ବାଟରେ ତାଙ୍କୁ କେବଳ ବିଷ୍ଣୁ କଥାକୁ ଗୀତରେ ଲେଖିବାକୁ ପରାମର୍ଶ ଦେଇଥିଲେ। ସେଇ ରାତିରେ ମା ତାଙ୍କୁ ସ୍ୱପ୍ନରେ ଦେଖାଦେଇ କହିଲେ, ପୁଅରେ, ମୁଁ ହେଉଛି ଝଙ୍କଡ଼ବାସିନୀ ମା ସାରଳା। ମୁଁ ମଧ୍ୟ ମହାଲକ୍ଷ୍ମୀ, ମହାସରସ୍ୱତୀ ଓ ମହାକାଳୀ। ତୋତେ ପାଣି ବୁହା ବେଳେ ଗୀତ ଲେଖିବାକୁ କହିଥିଲି। ମୁଁ ତୋତେ ଗୀତ ଲେଖିବାରେ ସାହାଯ୍ୟ କରିବି। ଜାଣିଛ ପିଲାମାନେ, ସାରଳା ଦାସ ନିଜ ଗ୍ରାମ ଛାଡ଼ି କାବ୍ୟ କବିତା ଲେଖିବାକୁ ସୁବିଧା ହେବ ବୋଲି ନିର୍ଜନ ସ୍ଥାନ ଖୋଜି ଖୋଜି ତିନ୍ତୁଳିପଦା ଗ୍ରାମର ଅଦୂରରେ ଥିବା ବୃଦ୍ଧା ନଦୀ କୂଳରେ ଏକ ମଠ ତୋଳି ସେଇଠି ସାଧନା କଲେ, ଯାହାକୁ ମୁନି ଗୋସାଇଁ ମଠ ବୋଲି କୁହାଯାଏ। ରାତି ପାହିବା ପରେ ସେ ମାଙ୍କ ଆଶୀର୍ବାଦରୁ ତାଳପତ୍ରରେ ଲୁହାର ଲେଖନୀ ଦ୍ୱାରା ପ୍ରଥମେ ବିଲଙ୍କା ରାମାୟଣ, ଦ୍ୱିତୀୟରେ ମହାଭାରତ, ତୃତୀୟରେ ଚଣ୍ଡୀପୁରାଣ ଏବଂ ଶେଷରେ ଲକ୍ଷ୍ମୀନାରାୟଣ ବଚନିକା ଗ୍ରନ୍ଥ ଲେଖିଥିଲେ। ସେ ସାରଳା ଦେବୀଙ୍କ ଆଶୀର୍ବାଦରୁ କବି ହୋଇଥିବାରୁ ସିଦ୍ଧେଶ୍ୱର ନାମକୁ ବଦଳାଇ ନିଜକୁ ସାରଳା ଦାସ ନାମ ରଖିଥିଲେ। କବି ଦୈନିକ କନକପୁର ଯାଇ ମା ସାରଳାଙ୍କୁ ପୂଜା କରି ଆଶୀର୍ବାଦ ଆଣି ତାଳପତ୍ର ଉପରେ ଲେଖନୀ ଚଳାଉଥିଲେ। ହେଲେ ବର୍ଷା ଝଡ଼ରେ ସେ ବିଲ ପାଣି କାଦୁଅରେ କନକପୁର ଯିବା ଆସିବା କରୁଥିବାରୁ ମା ସାରଳା ତାଙ୍କୁ ସ୍ୱପ୍ନରେ କହିଲେ, ତୁ ଆଉ ଏତେ କଷ୍ଟ କରି ଆସିବୁ ନାହିଁ। ତୁ ଆଜି ଫେରିବା ବାଟରେ ଯେଉଁଠି ବଗ ଛଞ୍ଚାଣୁକୁ ଧରିଥିବାର ଦେଖିବୁ, ଜାଣିବୁ ମୁଁ ସେଇଠି ବାହାରିବି। ସତକୁ ସତ କବି ବିଲ ଭିତରେ ସେମିତି ଏକ ଦୃଶ୍ୟ ଦେଖି ସେଠାରେ ମାଟି ଖୋଳାଇଲେ ଏବଂ ମାଙ୍କର ପଥର ମୂର୍ତ୍ତିଟିଏ ପାଇଲେ। ଲୋକମାନେ ସେ ସ୍ଥାନ ତିନ୍ତୁଳିପଦାରେ ମାଙ୍କ ମନ୍ଦିର କଲେ ଓ ତାର ଦ୍ୱାର ମୁହଁ ପଶ୍ଚିମ ଦିଗକୁ ରଖିଲେ। ଜାଣିଛ କାହିଁକି ଦ୍ୱାର ମୁହଁ ପଶ୍ଚିମ ଦିଗକୁ ରଖାଗଲା? କାରଣ ମଠରୁ ଥାଇ ବି ଝଡ଼ ବର୍ଷାରେ ସାରଳା ଦାସ ମା ସାରଳାଙ୍କର ଦର୍ଶନ କରିପାରିବେ। ସେ ଗଜପତି କପିଳେନ୍ଦ୍ର ଦେବଙ୍କ ସୈନ୍ୟବାହିନୀରେ ସୈନିକ ଥିବାରୁ ଭାରତବର୍ଷର ବିଭିନ୍ନ ସ୍ଥାନକୁ ଯୁଦ୍ଧ କରିବା ପାଇଁ ଯାଇଥିଲେ। ସେସବୁ ସ୍ଥାନର କଥା ତାଙ୍କର ମହାଭାରତ କାବ୍ୟରୁ ଦେଖିବାକୁ ମିଳେ। ତାଙ୍କ ରଚନାରେ ସେଥିପାଇଁ ଯୁଦ୍ଧର ବର୍ଣ୍ଣନା ଅତ୍ୟନ୍ତ ଜୀବନ୍ତ ହୋଇଛି। ସେ ବିଦ୍ୱାନ ଥିଲେ ଓ ମା ସାରଳା ଦେବୀଙ୍କ ଆଶୀର୍ବାଦ ବି ପାଇଥିଲେ। ମାତ୍ର ସେ ନିଜକୁ ସର୍ବଦା ମୂର୍ଖ, ଅପଣ୍ଡିତ ବୋଲି ବର୍ଣ୍ଣନା କରିବାର କାରଣ ହେଲା ତାଙ୍କର ନମ୍ର ସ୍ୱଭାବ। ବିଲଙ୍କା ରାମାୟଣରେ ଆଦିକବି ସାରଳା ଦାସ ନାରୀ ଜାତିର ଶ୍ରେଷ୍ଠତ୍ୱ ପ୍ରମାଣ କରିବାକୁ ଯାଇ ସୀତାମାତାଙ୍କ ଶକ୍ତିର ଜୟଗାନ କରିଛନ୍ତି। ସୀତାଙ୍କ ଶକ୍ତିରୁ ଲଙ୍କାର 10 ଶିର ରାବଣର ବିନାଶ ହେଲା ଭଳି ବିଲଙ୍କାର ସହସ୍ର ଶିର ଅସୁରର ମଧ୍ୟ ନିଧନ ହୋଇଛି। ଚଣ୍ଡୀପୁରାଣରେ କବି ମହିଷାସୁରର ବଧ ପ୍ରସଙ୍ଗ ବର୍ଣ୍ଣନା କରି ମା ଦୁର୍ଗାଙ୍କର ଅସୀମ ଶକ୍ତିର ପ୍ରଶଂସା କରିଛନ୍ତି। ମା ନାରୀ ହେଲେ ବି ମହିଷାସୁର ପରି ପ୍ରବଳ ପ୍ରତାପୀ ରାକ୍ଷସକୁ ନିପାତ କରିବା ଦ୍ୱାରା ସମଗ୍ର ନାରୀ ଜାତିକୁ ଶ୍ରେୟ ଦିଆଯାଇଛି। ଲକ୍ଷ୍ମୀନାରାୟଣ ବଚନିକା କ୍ଷୁଦ୍ର ରଚନାଟିରେ ସାରଳା ଦାସ ଗୁରୁବାର ଦିନ ଲକ୍ଷ୍ମୀଙ୍କ ବ୍ରତ ବିଷୟରେ ବର୍ଣ୍ଣନା କରିଛନ୍ତି। ଜନସାଧାରଣ କ'ଣ କରିବେ, କ'ଣ ନ କରିବେ, ଭଲ ମନ୍ଦ କାମ କଲେ କି କି ଫଳ ମିଳେ, ଏସବୁ କଥାକୁ ବୁଝାଇ ଲେଖିଛନ୍ତି।
ସାରଳା ଦାସଙ୍କର ଶ୍ରେଷ୍ଠ କୃତି ହେଲା ମହାଭାରତ। ସେ ବ୍ୟାସଦେବଙ୍କ ସଂସ୍କୃତ ମହାଭାରତର କଥାକୁ ନେଇ ନିଜ ଭାଷା ଓ ଶୈଳୀରେ ଲେଖିଛନ୍ତି। ସେ କେତେକ ସ୍ଥାନରେ ମୂଳ ମହାଭାରତକୁ ଅତି ସଂକ୍ଷିପ୍ତ କରିଛନ୍ତି ତ ଆଉ କେଉଁଠି ଛୋଟ କଥାକୁ ବହୁତ ବଡ଼ କରି ବର୍ଣ୍ଣନା କରିଛନ୍ତି। ପୁଣି ସେ କେତେକ ଘଟଣାକୁ ସମ୍ପୂର୍ଣ୍ଣ ବାଦ ଦେଇ କେତେକ ପ୍ରସଙ୍ଗ ନିଜ ମନରୁ ବାହାର କରି ଲେଖିଛନ୍ତି। ଯେମିତିକି ସାହାଡ଼ା ଗଛ ମାହାତ୍ମ୍ୟ, ଶାନ୍ତନୁଙ୍କ ବିବାହ, ସତ୍ୟ ଆମ୍ବ କଥା, ସିନ୍ଧି ଚୋରି କଥା, ଅଳସୁଆ କାହାଣୀ, ସିଂହ ଶୃଗାଳ କଥା, କଳି ଅବତରଣ ପ୍ରସଙ୍ଗ, ସୁହାଣୀ କନ୍ୟା ସହ ଯୁଧିଷ୍ଠିରଙ୍କ ବିବାହ ଏବଂ ବାବନାଭୂତ କଥା। ଜାଣିଛ ପିଲାମାନେ, ଆଦିକବି ସାରଳା ଦାସଙ୍କ ପାଇଁ ଆଜି ଆମେ ଓଡ଼ିଆରେ କଥାବାର୍ତ୍ତା କରିପାରୁଛେ, ଲେଖାଲେଖି ବି କରିପାରୁଛେ। ତାଙ୍କର ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ପରଲୋକ ହୋଇଥିବାରୁ ସବୁଠାରେ ତାଙ୍କ ଶ୍ରାଦ୍ଧ ଦିବସକୁ ଏହି ମାଘ ସପ୍ତମୀ ତିଥିରେ ପାଳନ କରାଯାଏ। ହଉ ପିଲେ, ଆଜି ତ ସମୟ ହେଇଗଲାଣି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହବ। ହେଲେ ଯିବା ପୂର୍ବରୁ ତମମାନଙ୍କୁ ମନେ ପକାଇ ଦେଉଛି, ଯଦି ତମମାନଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତାହେଲେ ତମେ ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇ ପାରିବ। ଆମକୁ ଚିଠି ଲେଖିବାର ଠିକଣା ହେଲା କିଶୋର ଚକ୍ର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼୍ 753001। ହଉ ପିଲେ, ଆଜି ପାଇଁ କିଶୋର ଚକ୍ର ଏତିକି। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ଶନିବାର ଅପରାହ୍ନ 5ଟା ବେଳକୁ। ଶୁଣିବାକୁ ଜମାରୁ ଭୁଲିବନି।